ଆଗ ଭାଇ ଚାଲ, ଜାମ୍ ହେଇଯାଉଛି। ଖୁଡି ଡର ଲାଗୁଛି ନା କଣ? ଧୀରେ ଧୀରେ ଚାଲ, ବାଉଁଶରେ ବନ୍ଧା ଯାଇଛି। ଏଟା ପାଚ ନୁହଁ, ମାଙ୍କର ଆଶୀର୍ବାଦ ନିହାତି ତମ ଉପରେ ଥିବ। ଦେଖିକି ଚାଲ। ହଁ ହଁ ହଁ, ସେ ଆଗରେ ଚାଲୁଛନ୍ତି, ସେ ଭାଇ ଯାଉଛନ୍ତି ପରା। ଅନଉଛ କଣ? ଚାଲ ଚାଲ। ହ୍ୟାଲୋ ଗାଇସ୍, ନମସ୍କାର। ୱେଲକମ୍ ଟୁ ବ୍ୟାକ୍ ଟୁ ମାଇ ଚ୍ୟାନେଲ ଭାଇ BL807। ପ୍ଲିଜ୍ ଲାଇକ୍, କମେଣ୍ଟ, ସେୟାର ଆଣ୍ଡ ସବସ୍କ୍ରାଇବ୍। ଆଉ ଯଦି ସବସ୍କ୍ରାଇବ୍ କରିନଥିବେ ତାହେଲେ ଜଲ୍ଦି ଜଲ୍ଦି ଯାଇ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ସର୍ବପ୍ରଥମେ ନୋଟିଫିକେସନ୍ ଆପଣ ପାଇପାରିବେ। ଆଉ ମୁଁ ପୁଣି ନୂଆ ବ୍ଲଗ୍ ନେଇକି ଆପଣଙ୍କ ପାଖରେ ପହଞ୍ଚିଗଲି। ଆଉ ଚାଲନ୍ତୁ ଏ ବ୍ଲଗ୍ ଷ୍ଟାର୍ଟ କରିବା। ମାଲୋ, ଆଉ ଯାଇ ହବନି ତୋ ପାଖକୁ। ଏଇଠି ମୁଁ ରହୁଛି। ଯଦି ଆଶୀର୍ବାଦ ମୋତେ କର ମା। ଗୋଡ଼ ହାତ ସବୁ ପୁରା ନିଶେଇ ପଡ଼ିଲାଣି। କେତେ ଉପରକୁ ଉଠିଲେଣି। ଆଗରେ ବି ଜାମ୍ ହେଇଯାଇଛନ୍ତି। 100 ଫୁଟ ପାଖାପାଖି ଚାଲିଛି। ଆଉ ଧାନ ବସ୍ତା ବି ମୋ ପିଠିରେ ପକେଇ ଚାଲିଛି। ମାଙ୍କର ଆଶୀର୍ବାଦ, ଦେଖିବା ମାଙ୍କ ପାଖରେ ମୁଁ ପହଞ୍ଚି ପାରୁଛି କି ନାହିଁ। ମାଲୋ ମା, କି କଷ୍ଟ। ମାଲୋ ମା, କି କଷ୍ଟ। Hey, Madina. ବର୍ତ୍ତମାନ ମୁଁ ମାଙ୍କର ଯଜ୍ଞ ସ୍ଥାନ ଦେଖାଉଛି। ଆପଣମାନେ ଯେଉଁ ଦେଖୁଛନ୍ତି ଭିଜୁଆଲ୍, ଆଉ ଯଦି ମାଙ୍କୁ ବେଶୀ ଭଲ ପାଉଥିବେ ତାହେଲେ ମୋ ଚ୍ୟାନେଲକୁ ନିହାତି ସବସ୍କ୍ରାଇବ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଆପଣଙ୍କ ସାଙ୍ଗସାଥିକୁ କହିକି ଆଉ ମୋ ସବସ୍କ୍ରାଇବ୍ କରନ୍ତୁ। ଆଉ ମୁଁ କେତେ ପରିଶ୍ରମ, କେତେ କଷ୍ଟରେ ହିଁ ଆପଣମାନଙ୍କୁ ସବୁ ଭିଜୁଆଲ୍ ଦେଖାଉଛି। ଆପଣ ଦେଖନ୍ତୁ, ଏଇ ମନ୍ଦିର କେତେ ଉପରେ ଦେଖନ୍ତୁ। ସେଇ ଉପରକୁ ହିଁ ଯାଇକି ମୁଁ ଧାନ ଉପରେ ପୁରା ଦେଇକି ଆସିଲି। ସେଟା ହେଉଛି ଦଧିବାମନ। ଆଉ ଭକ୍ତମାନେ ଦେଖିଦିଅନ୍ତୁ କେତେ ଭିଡ଼, ଆଉ କେତେ ମଜା ମସ୍ତି ବି କରୁଛନ୍ତି। ଛୋଟ ଛୋଟ ପିଲା ବି ଆପଣମାନେ ଦେଖିଦିଅନ୍ତୁ ଟିକେ ଭଲକି। ମାଙ୍କର ବର୍ତ୍ତମାନ ଯଜ୍ଞ ସରି ଆସିଲାଣି, ଆପଣମାନେ ଦେଖିପାରୁଥିବେ। ଆଉ ଟୋଟାଲି ଆମେ ମନ୍ଦିର ଚାରିକଡ଼ିଆ ଏବେ ବର୍ତ୍ତମାନ ଘୁରିବୁ। ଲାଷ୍ଟକୁ ଆମେ ଠାକୁର ଦର୍ଶନ କରିକି ହିଁ ଘରକୁ ଫେରିବୁ। ଆପଣମାନେ ଆସନ୍ତୁ, ମା ମଙ୍ଗଳା ପାଖରେ ପହଞ୍ଚି। ମୁଁ ଟୋଟାଲି ଆପଣମାନଙ୍କୁ ଦେଖେଇଲି ମା ମାଟିଆ ମଙ୍ଗଳାଙ୍କ ବିଷୟରେ। ଆପଣଙ୍କୁ ବି କିଛି କହିଲି। ଭଜନ କୀର୍ତ୍ତନ ପ୍ଲସ୍ ଭୋଜି, ଯେଉଁମାନେ ବି ଆସିଛନ୍ତି ବହୁତ ଆନନ୍ଦରେ ହିଁ ଏଠି ମାଙ୍କ ପ୍ରସାଦ ସେବନ କରିକି ଘରକୁ ଫେରିଛନ୍ତି। ସମସ୍ତଙ୍କ ମନରେ ହସ ଖୁସି। ବହୁତ ଦିନ ପରେ ଆଜି ମନ୍ଦିର କାମ ଶେଷ ହେବାକୁ ଯାଉଛି। ଆଉ ଦଧିବାମନ ବି ଶେଷ ହୋଇଯାଇଛି ଆଜି। ଆମେମାନେ ସମସ୍ତେ ହିଁ ଉପସ୍ଥିତ ଥିଲୁ। ଆପଣମାନେ ଦେଖିପାରୁଥିବେ ମାନେ କେତେ ଭକ୍ତ ଆସୁଛନ୍ତି ମାଙ୍କ ପାଖକୁ। ଆଉ ଯଦି ଆପଣଙ୍କର କୌଣସି କିଛି ଅସୁବିଧା ଥାଏ, ଥରେ ମାଙ୍କୁ ପରୀକ୍ଷା କରନ୍ତୁ, ମାଙ୍କୁ ଡାକନ୍ତୁ, ହେ ମା ମୋତେ ବିପଦରୁ ରକ୍ଷା କର। ଆପଣ ଦେଖିବେ ନିଶ୍ଚୟ ହିଁ ରକ୍ଷା ପାଇବେ। ଆଉ ଯଦି ମୋ କଥା ବିଶ୍ୱାସ ଭରସା ପାଉଛି ତାହେଲେ ମା ମଙ୍ଗଳାକୁ ଡାକନ୍ତୁ। ଆପଣଙ୍କର ଯେକୌଣସି ପ୍ରୋବ୍ଲେମ୍ ହେଉ, ଆପଣ ଦେଖିବେ ନିଶ୍ଚୟ ହିଁ ସଲ୍ଭ କରିଯିବେ। କାହିଁକିନା ଆମେ ଏମିତି ବହୁତ ପରୀକ୍ଷା ବି କରିଛୁ। ଆଉ ମୋ କଥା ମୁଁ କହିବି, ଆଉ ମୁଁ ବହୁତ ମାନେ ହଇରାଣ ଥରେ ପଡ଼ିଥିଲି। ଆଉ ମାଙ୍କୁ ଡାକିଲି, ସେଦିନ ପାଖରୁ ଏତେ ବିଶ୍ୱାସ ମାଙ୍କ ପ୍ରତି। ମା ଛଡ଼ା ଏ ଦୁନିଆରେ ହିଁ ଆମର କେହି ହିଁ ନାହାନ୍ତି। ଆପଣମାନେ ତ ମୋ ବ୍ଲଗ୍ ଦେଖିଲେ, ଆଉ କେମିତି ଅଛନ୍ତି ଆପଣମାନେ? ମୁଁ ଭାବୁଛି ଜଗନ୍ନାଥଙ୍କ ଆଶୀର୍ବାଦରୁ ଆପଣମାନେ ସମସ୍ତେ ହିଁ ଭଲରେ ଥିବେ। ଆଉ ମୋ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନଥିବେ ବା ଯେଉଁମାନେ ନୂଆ କରିକି ଦେଖୁଛନ୍ତି ଆଉ ସବସ୍କ୍ରାଇବ୍ କରିନଥିବେ,
ताले मो चैनल को सब्सक्राइब कर दिंतु आ नोटिफिकेशन आपण पाखे जाई पहुँची जीवो आमे कौन करचु कौन नहीं मन करके आपण सब्सक्राइब टे करंतु आ कमेंट करंतु शेयर करंतु लाइक करंतु जत्ते पारिबे आपण करि परिबे आमे आपणकर कमेंट शेयर सब्सक्राइब को अपेक्षा करके रहिलु एते कोइ रहउची पुଣି ଦେଖାଯିବ नेक्स्ट ब्लॉग रे जय जगन्नाथ।